ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ଏକ ନୂତନ କାହାଣୀ ବା ନୂତନ ପରମ୍ପରା ଯାହାକି ସନାତନ ଧର୍ମ ଉପରେ ବା ଆମ ହିନ୍ଦୁ ଧର୍ମ ଉପରେ ଆଲୋଚ୍ୟ ବସ୍ତୁ। ଆପଣମାନେ ନିଶ୍ଚିତ ଶୁଣନ୍ତୁ ଏବଂ ସଂସ୍କାର କିପରି ଭାବରେ ପିଲାମାନଙ୍କୁ ଦେଲେ ସେ ଉତ୍ତମ ସମ୍ମାନ ଦେଲେ କିଭଳି ଭାବରେ ବଡ଼ ମଣିଷ ହୋଇପାରିବ ତାହା ଆମେ ଜାଣିବା। ହିନ୍ଦୁ ପରମ୍ପରା ଆମ ପରମ୍ପରାର ଅଣିପାତ, ଅର୍ଥାତ୍ ହିନ୍ଦୁ ପରମ୍ପରା ହେଉଛି ଆମର ଗୁରୁଜନମାନଙ୍କୁ ସମ୍ମାନ ଦେବା ବା ପ୍ରଣାମ କରିବା। ହିନ୍ଦୁ ପରମ୍ପରାରେ ଗୁରୁଜନଙ୍କ ଆଶୀର୍ବାଦ ଲାଭ ପାଇଁ ପଣିପାତ ଅର୍ଥାତ୍ ପ୍ରଣାମ ବିଧି ବେଶ୍ ପୁରୁଣା। ହେଲେ ବି ଆମେ ପିତାମାତା, ପିତାମହ, ପିତାମହୀ, ଗୁରୁ, ଧର୍ମଗୁରୁ ତଥା ମହାପୁରୁଷଙ୍କ ପାଦ ତଳେ ମୁଣ୍ଡିଆ ମାରୁ, ସେମାନଙ୍କୁ ସମ୍ମାନ ଦେଉ। ଅଥଚ ବେଦ କହେ ସେମାନଙ୍କ ପାଦ ତଳେ ନିଜକୁ ସମର୍ପି ଦେଲେ ତୁମକୁ ସେମାନଙ୍କ ଜ୍ଞାନ ପ୍ରାପ୍ତ ହୁଏ ଏବଂ ସେମାନଙ୍କ ଶିକ୍ଷା ପରବର୍ତ୍ତୀ ପିଢ଼ିକୁ ବାଣ୍ଟିବାକୁ ପ୍ରେରଣା ମିଳେ। ହାତରେ ଆଙ୍ଗୁଳି ଅନ୍ୟର ପାଦ ସ୍ପର୍ଶ କଲାକ୍ଷଣି ଏକ ବୃତ୍ତ ସୃଷ୍ଟି ହୁଏ ଏବଂ ଦୁଇଟି ଶରୀରର ଶକ୍ତି ସଂଯୁକ୍ତ ହୋଇଥାଏ। ଏହା ମହାଜାଗତିକ ଶକ୍ତି ବଢ଼ାଇବା ସହ ଦୁଇଟି ମନ ଓ ହୃଦୟ ମଧ୍ୟରେ ସଂଯୋଗ କରାଏ। ଏହି କାରଣରୁ ଗୁରୁଜନଙ୍କୁ ପଣିପାତ ଅର୍ଥାତ୍ ପ୍ରଣାମ କରିବା ଏକ ଯୋଗମୁଦ୍ରା। ଏହାଦ୍ୱାରା ଆମର ମେରୁଦଣ୍ଡ ସଙ୍କୁଚିତ ବା ପ୍ରସାରିତ ହୁଏ। ଏହା ମେରୁଦଣ୍ଡର ଶକ୍ତି ବଢ଼ାଉଥିବା ବ୍ୟାୟାମ ବି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ଦର୍ଶକ ବନ୍ଧୁ ମନେ ରଖନ୍ତୁ, ନିଜକୁ ଯେତେ ଅତ୍ୟାଧୁନିକ ବା ଯେତେ ଆପଣ ନିଜକୁ ବଡ଼ ଭାବନ୍ତୁ, କିନ୍ତୁ ମନେ ରଖନ୍ତୁ ଗୁରୁଜନମାନଙ୍କୁ ଉତ୍ତମ ସମ୍ମାନ ଦେଲେ ଆପଣଙ୍କ ଜୀବନ ସାର୍ଥକ ହେବ ଓ ଆପଣ ଜୀବନରେ ବି କେବେ କେଉଁ ଜାଗାରେ ବି କେବେ ହାରିବେ ନାହିଁ। ଏହା ହେଉଛି ସତ୍ୟ। ତେଣୁ ନିଜକୁ ଯେତେ ଅତ୍ୟାଧୁନିକ ବୋଲାଉଥିଲେ ବି ପଣିପାତ କରିବାକୁ ଲଜ୍ଜାବୋଧ କରନ୍ତୁ ନାହିଁ। ଏହା ଆମର ମହାନ ପରମ୍ପରା। ଶ୍ରଦ୍ଧାର ସହିତ, ଭାବର ସହିତ, ସମ୍ମାନର ସହିତ ପିତାମାତା ଗୁରୁଜନମାନଙ୍କୁ ପ୍ରଣାମ କରନ୍ତୁ। ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ର ଆମକୁ ଶିକ୍ଷା ଦିଅନ୍ତି, ପିତା ଧର୍ମ, ପିତା ସ୍ୱର୍ଗ, ପିତା ହିଁ ପରମ ତପ, ପିତର ପର୍ଣ୍ଣେ ସର୍ବଦେବତା ନମସ୍ତୁତେ। ସେ ପ୍ରଥମେ ଯେତେବେଳେ ସକାଳୁ ଉଠୁଥିଲେ ସେ ନିଜ ପିତାମାତା, ଗୁରୁ ଓ ମାତାଙ୍କୁ ପ୍ରଣାମ କରୁଥିଲେ। ତେଣୁ ସେ ଭଗବାନ ହୋଇ ଯଦି ମନୁଷ୍ୟ ହୋଇ ଧରାପୃଷ୍ଠରେ ଜନ୍ମ ହୋଇ ଯାହା ଆମକୁ ଶିକ୍ଷା ଦେଇଛନ୍ତି ତାହା ଆମେ ପାଳନ କରିବା ଆମର କର୍ତ୍ତବ୍ୟ। କାରଣ ସେ ଜୀବନରେ କେବେ ବି କେଉଁଠି ହାରି ନାହାନ୍ତି। ଯେତେ ବଡ଼ ବିପଦ ଆସୁ ସେ ସର୍ବଦା ଧୈର୍ଯ୍ୟର ସହ ନିଜର ବିଜୟ ପଟ ଲାଭ କରିଛନ୍ତି। କିପରି? କେବଳ ଗୁରୁଜନଙ୍କର ଆଶୀର୍ବାଦ ବଳରେ। ତେଣୁ ଆପଣମାନେ ମନେ ରଖନ୍ତୁ ଦର୍ଶକ ବନ୍ଧୁ, ଆପଣଙ୍କ ଦୁଃଖ ଶୋକ ସବୁ ଦୂର ହୋଇଯିବ ଯଦି ଆପଣଙ୍କ ପିତାମାତା ଆପଣଙ୍କୁ କଲ୍ୟାଣ କରିବେ ବା ଆଶୀର୍ବାଦ କରିବେ। କାରଣ ଯେକୌଣସି ଲୋକ ଯେତେ ବଡ଼ ହେଉ, କେବଳ ତା ପିଛରେ ତା ଗୁରୁର ହାତ ଥାଏ ଓ ତାଙ୍କ ଆଶୀର୍ବାଦ ବଳରେ ସେ ଆଗକୁ ଉଠିଥାଏ, ପର୍ବତ ଭଳି ଆଗକୁ ଉଠିଥାଏ। ତେଣୁ ମନେ ରଖନ୍ତୁ ଦର୍ଶକ ବନ୍ଧୁ, ଅନ୍ୟ ଗୁରୁଜନମାନଙ୍କୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ ଅଟେ। ଜୟ ଜଗନ୍ନାଥ।